କହିବି ଆଜ୍ଞା। ବର୍ତ୍ତମାନ ବାଥରୁମ୍ ନଳା ଜାମ୍ ହେଇଯାଇଥିଲା, ନଳା ଜାମ୍ କରିବାକୁ ଗଲୁ, ଗୋଟେ ଢାମଣା ସାପ ବାହାରିଲି। ଦେଖନ୍ତୁ କେତେ ବଡ଼ ହେଇଛି ଭଗବାନ। ଦେଖ ଦେଖ ଦେଖ। ପ୍ରଥମେ ତ ମୁଁ ଭାବିଲି ନାଗ ସାପ ବୋଲି, କିନ୍ତୁ ବାବା ଆମର କହିଲେ ଯେ ନାଇଁ ଏଇଟା ଢାମଣା ସାପଟା। ଢମଣା ସାପ ପୁରା ଲମ୍ବା ନା ହଳଦିଆ ଦେଖିବାକୁ, ମୁଁ ପୁରା ଡରିଗଲି। ଦେଖନ୍ତୁ ଏ ବୋଉ ଢମଣା ସାପ କେମିତି ସେ ପଙ୍କ ଭିତରେ ପଶିକି ଅଛି, ନାଳ ଭିତରେ। ଦେଖ ଢମଣା ସାପ କେତେ ବଡ଼ ହେଇ ବୋଉ। ଦେଖ 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 ଢମଣା ସାପ। ମାନେ ଢମଣା ସାପ ହେଉଛି ତାଙ୍କର ଡର ରହେ, ତଥାପି ହେଉଛି ଯେହେତୁ ହେଉଛି ଗୋଟେ ଜୀବ ନା, ଯେମିତି ହେଲେ ଗୋଟେ ଡର ଲାଗିବ ନା ନାଇଁ। ଦେଖ ଦେଖ କେଉଁ ପଟେ ଯିବ, ସବୁଆଡ଼େ ବାଟ ବନ୍ଦ ନା, କେଉଁ ପଟେ ଯିବ ସେ ଉପାୟ ପାଉନି। ସମସ୍ତଙ୍କ ମନରେ ଗୋଟେ ଡର ଅଛି। ଯେତେବେଳେ ବି ଆପଣ ସାପ ଫାପ ଦେଖୁଛନ୍ତି ତାଙ୍କୁ ବାଡ଼ାନ୍ତୁନି, ଗୋବର ପାଣି ପକାନ୍ତୁ। ଯେକୌଣସି ସାପ ହେଉଛି, କୌଣସି ଜୀବକୁ ବି ହତ୍ୟା କରନ୍ତୁନି। ତାଙ୍କର ବି ସ୍ୱାଧୀନ ଅଛି, କ'ଣ କରିବେ ଆଉ। ସେ ଯେଉଁ ପଟେ ହେଲେ ଯେଉଁଠି ଜଙ୍ଗଲ ଫଙ୍ଗଲରେ ରହିବେ। ଯଦି ବି ଘର ଭିତରେ ପଶୁଛନ୍ତି, ସ୍ନେକ୍ ହେଲ୍ପଲାଇନ୍କି ଡାକିକି ତାଙ୍କୁ ବି ଦେଇ ଦିଅନ୍ତୁ। ନହେଲେ କେଉଁ ସାପଙ୍କୁ ବି ହାତ ମାରନ୍ତୁନି କି ଟଚ୍ କରନ୍ତୁନି। ଦେଖନ୍ତୁ ବର୍ତ୍ତମାନ ସେ ଗାତ ଭିତରେ ପଶିଗଲା। ମୁଁ ଚେଷ୍ଟା କରୁଥିଲି ବାହାରକୁ ଆଣିକି ଛାଡ଼ିଦେବା ପାଇଁ, କିନ୍ତୁ ହେଇପାରିଲାନି। ଦେଖନ୍ତୁ ଭିତରେ ପଶିଗଲା। ଭିତରେ ପଶିଗଲା, ସେ ଭିତରେ ପଶିଗଲା, ଆଉ ବାହାରିବନି। ଆରେ ବର୍ତ୍ତମାନ ଆସନ୍ତୁ, ବାପା ଆମର ରେଡ଼ି ହେଇଗଲେଣି। ପଙ୍କ ସଫା ହେବ, ଆମ ସାନ ଟୋକା ହେଉଛି କାଢ଼ୁଛି। ଆଜି ଛୁଟି ଥିଲା, ତେଣୁକରି ଟିକେ ସଫାସଫି କରିଦେବା। ବହୁତ ଦିନ ହେଲା ଜାମ୍ ହେଇଗଲି, ପାଣି ଓଭରଫ୍ଲୋ ହେଉଛି। ଦେଖନ୍ତୁ ସ୍ଲାବ୍ଟା ବହୁତ ୱେଟ୍। ସଫାସଫି ଟିକେ କରିଦେବା ଆଉ। କେତେ ପାଣି ଜାମ୍ ହେଇଯାଇଛି। ପାଣି ପୁରା ଫୁଲ୍। ଏତେ ୱେଟ୍ ହେଇଛି ଯେ 3 ଜଣ ଆମେ ଲାଗିଲେ ବି କଣ୍ଟ୍ରୋଲ କରିପାରୁନଥିଲୁ। ଏବେ ପାଣି ବୁହା ହବ। କେମିତି କ'ଣ ପାଣି ବାହାର କରିବା ଆଇଡ଼ିଆ ଦେଉଛି ଆମ ସାନ ଟୋକା। ମୋ ସାନ ପୁଅର ଭଲ ଆଇଡ଼ିଆ, କେମିତି କ'ଣ ସଫା କରାହବ, କେମିତି କ'ଣ ଉଠିଆ ହବ। ସେ ସ୍ଲାବ୍ ଉଠେଇଲା। ସାନ ବାପା ଆମର ରେଡ଼ି ହେଲେ ପାଣି କାଢ଼ିବେ ବୋଲି। ସଫା ଚାଲିଲା। ଦେଖନ୍ତୁ କେତେ ପୁରା ଫୁଲ୍ ହେଇଯାଇଛି। ଆପଣ ଯଦି ୟା ଭିତରେ ପଶିବେ ପୁରା ଛାତି ଯାଙ୍କେ ହବ। ତାପରେ ମୁଁ ଲାଗିଗଲି, ବାପା ଟିକେ ରହିଯାଆନ୍ତୁ, ମୁଁ କରୁଛି। ପାଣି ପୁରା ଫୁଲ୍।
ବାପା ଆମର କହୁଛନ୍ତି କିଛି ସମୟ ଆଉ ଲାଗିବ। ବାପା ସରିଗଲା ବର୍ତ୍ତମାନ